জ্ঞান কু বিতরণ কলে জ্ঞানর মূল্য বঢ়ে। অনুতাপ কলে পাপ ক্ষয় হুয়ে। তাহারি আন্তরিক উদ্যম কেবে বিফল হুয়ে না। কিছু ভুল ত্রুটি হয়ে যাইছি বলি ভাঙ্গি পড়ন্তু ନାହିଁ। সেসবুর পুনরাবৃত্তি নহবা পাই সতর্ক রুহন্তু। অত্যধিক ক্ରୋଧୀ ନିଷ୍ଠୁର ସ୍ୱଭାବର ପୁରୁଷଙ୍କ ହୃଦୟ ଅତ୍ୟନ୍ତ କୋମଳ ଥାଏ ବୋଲି ଏକ ଅନୁସନ୍ଧାନରୁ ଜଣାଯାଇଥାଏ। ଯେତେ ନିଷ୍ଠୁର ବ୍ୟକ୍ତି ହୁଅନ୍ତୁ ନା କାହିଁକି, ସ୍ତ୍ରୀର ସ୍ନେହ ପ୍ରେମ ଭରା ଆକୁଳ ପ୍ରାର୍ଥନା ନିକଟରେ ସ୍ୱାମୀଙ୍କୁ ହାର ମାନିବାକୁ ହିଁ ପଡ଼େ। ମଦ୍ୟପ ସ୍ୱାମୀର ପ୍ରତ୍ୟେକ କାର୍ଯ୍ୟକଳାପ ପ୍ରତି ତୀକ୍ଷ୍ଣ ଦୃଷ୍ଟି ଦେବା ଉଚିତ। ମଦକୁ ଘୃଣା କର ହେଲେ ମଦ୍ୟପକୁ ନୁହେଁ। ମଧୁର ବାକ୍ୟାଳାପ ମାଧ୍ୟମରେ ମଦ୍ୟପକୁ ଭଲ ବାଟକୁ ଆଣିବାକୁ ଚେଷ୍ଟା କରନ୍ତୁ। ନାରୀ ନିଜର ଗଭୀର ଭଲ ପାଇବା, ଦୃଢ଼ ନିଷ୍ଠା, ଅପାର ଧୈର୍ଯ୍ୟ ଶକ୍ତି ବଳରେ ନିଜର ପତିଦେବଙ୍କୁ ନିଶ୍ଚିତ ରୂପେ ନିଶା ଦ୍ରବ୍ୟ ସେବନରୁ ମୁକ୍ତ ରଖିପାରିବେ। କଥାରେ ଅଛି, ଘର କରିଥିଲେ ପଥର ପଡ଼ିଲେ ସହି। ଅର୍ଥାତ୍ ସଂସାର ରୂପକ ଅପାର ସମୁଦ୍ରକୁ ପାର ହେବାକୁ ହେଲେ ନାନା ପ୍ରକାର ଝଡ଼ ତୋଫାନକୁ ସହ୍ୟ କରିବାକୁ ପଡ଼ିଥାଏ। ଅତଏବ ମଦ୍ୟପ ସ୍ୱାମୀର ହାତ ଧରିଥିବା ପତ୍ନୀଟି ହଠାତ୍ ଭୟ କାତର ନ ହୋଇ ଧୀରେ ସୁସ୍ଥେ ସ୍ୱାମୀକୁ ସୁପଥକୁ ଆଣିବାକୁ ଚେଷ୍ଟା କରିବା ଉଚିତ। ଯାହା ସ୍ୱାମୀଙ୍କର ପସନ୍ଦ ନୁହେଁ, ସ୍ୱାମୀଙ୍କୁ ନ ପଚାରି ନ ବୁଝି ତାଙ୍କ ଅଜ୍ଞାତରେ ସ୍ତ୍ରୀ କୌଣସି କାର୍ଯ୍ୟ କରନ୍ତୁ, ଏକଥା ସ୍ୱାମୀ ପସନ୍ଦ କରନ୍ତି ନାହିଁ। ନିଜର ସବୁବେଳେ ବଡ଼ିମା ପ୍ରକାଶ କରୁଥିବା ସ୍ତ୍ରୀକୁ ସ୍ୱାମୀ ଜମା ପସନ୍ଦ କରନ୍ତି ନାହିଁ। ସ୍ତ୍ରୀ ବହୁ ସମୟ ଧରି ବାହାରେ ବୁଲାବୁଲି କରିବାଟା ପ୍ରାୟ ସ୍ୱାମୀ ପସନ୍ଦ କରନ୍ତି ନାହିଁ। ବିଭିନ୍ନ ପ୍ରକାର ଆଳଛଟା ରଖୁଥିବା ସ୍ତ୍ରୀକୁ ସ୍ୱାମୀ ପସନ୍ଦ କରନ୍ତି ନାହିଁ। ବାପ ଘରର ବଡ଼ିମାପଣ ଖାଣୁଥିବା ସ୍ତ୍ରୀକୁ ସ୍ୱାମୀ ପସନ୍ଦ କରନ୍ତି ନାହିଁ। ଯଦି ଦ୍ୱିତୀୟା ପତ୍ନୀ ହୋଇଥାନ୍ତି, ଆକସ୍ମିକ ଦୁର୍ଘଟଣା, ରୋଗ, ଦୁର୍ଦ୍ଦଶା, ଆତ୍ମହତ୍ୟା ଆଦି କାରଣରୁ ପତ୍ନୀର ମୃତ୍ୟୁ ପରେ ଅସହାୟ ହୋଇ ବା ପରିବାରର ଚାପରେ ପୁରୁଷ ଦ୍ୱିତୀୟା ପତ୍ନୀ ଗ୍ରହଣ କରିଥାଏ। ଯଦି ଯୁବକ ଅବସ୍ଥାରେ କେହି ବିପତ୍ନିକ ହୁଅନ୍ତି, ପତ୍ନୀଙ୍କର ମୃତ୍ୟୁ ପରେ ଛୋଟ ଛୋଟ ସନ୍ତାନମାନଙ୍କର ଲାଳନ ପାଳନ ଦାୟିତ୍ୱ ଥାଏ, ସେପରି କ୍ଷେତ୍ରରେ ଦ୍ୱିତୀୟା ପତ୍ନୀ ଗ୍ରହଣ ତାଙ୍କ ପାଇଁ ଅପରିହାର୍ଯ୍ୟ ହୋଇପଡ଼େ। ସେହି ପରିସ୍ଥିତିରେ ଆପଣ ଯଦି କାହାର ଦ୍ୱିତୀୟା ପତ୍ନୀ ହୋଇଥାନ୍ତି, ତେବେ ପତିଙ୍କର ପ୍ରଥମା ପତ୍ନୀଙ୍କ ସନ୍ତାନକୁ ଆପଣାର କରିବା ଶିଖନ୍ତୁ। ଛୋଟ ପରିବାରକୁ ସୀମିତ ରଖନ୍ତୁ। ସାବତ ମା ବୋଲି ଅନ୍ୟର ଆକ୍ଷେପ ମନ୍ତବ୍ୟ ଉପରେ ଗୁରୁତ୍ୱ ଦିଅନ୍ତୁ ନାହିଁ। ଏପରି କିଛି କୁହନ୍ତୁ ନାହିଁ ଯେଉଁଥିରେ କି ସ୍ୱାମୀ ପ୍ରଥମା ପତ୍ନୀଙ୍କ ସନ୍ତାନ ଅନୁଭବ କରିବ ଯେ ଆପଣ ତାର ଜନ୍ମିତ ମା ନୁହନ୍ତି। ସ୍ନେହ କରନ୍ତୁ ଏବଂ ଆବଶ୍ୟକ ସ୍ଥଳେ ଶାସନ ମଧ୍ୟ କରନ୍ତୁ, କିନ୍ତୁ ପତିଙ୍କ ସହିତ କମ୍ପ୍ରମାଇଜ କରି। କାରଣ ଆପଣଙ୍କ ପତି ମନେ କରିପାରନ୍ତି ଯେ ନିଜ ମା ନୁହନ୍ତି ବୋଲି ଏପରି କରୁଛନ୍ତି। ଫଳରେ ଦ୍ୱନ୍ଦ୍ୱ ଓ ଅଶାନ୍ତି ସୃଷ୍ଟି ହୋଇପାରେ। ଆନ୍ତରିକତାର ସହ ସ୍ନେହ କରନ୍ତୁ। ଦେଖାଣିଆ ସ୍ନେହ କରି ତାର ସରଳତାକୁ ପ୍ରତାରିତ କରନ୍ତୁ ନାହିଁ। ସମସ୍ୟା ଅନେକ, ସମାଧାନ କରୁଥିବା ଲୋକ କମ୍। ତେଣୁ ସମସ୍ୟାକୁ ସବୁବେଳେ ନିଜେ ସମାଧାନ କରି ନିଜେ ସମାଧାନର ମାଧ୍ୟମ ହୁଅନ୍ତୁ। ଭାଗ୍ୟ ଯେତେବେଳେ ଭଗାରି ହୁଏ ବହୁତ କଷ୍ଟ ସହିବାକୁ ପଡ଼େ। ଆପଣ ନିଜକୁ ନିୟମିତ କୁହନ୍ତୁ, ଯେମିତି ନିଜକୁ ଭାବୁଛି ତାଠାରୁ ଅଧିକ ଭଲ, ଅଧିକ ସଫଳ। ଆପଣ ସଫଳତାକୁ ସୌଭାଗ୍ୟ ବୋଲି ଭାବନ୍ତି କି? ଆପଣ ସଫଳ ବ୍ୟକ୍ତିମାନଙ୍କୁ ସୁପରମ୍ୟାନ ବୋଲି ମନେ କରନ୍ତି କି? ମନେ ରଖନ୍ତୁ, ସଫଳତା ଭାଗ୍ୟ ଆଧାରିତ ନୁହେଁ କି କୌଣସି ସୁପରମ୍ୟାନର
କଳା କୌଶଳ ନୁହେଁ। ଆପଣ ଯଦି ଭାବୁଥାନ୍ତି ସଫଳ ହେବା ପାଇଁ ଅଧିକ ଶିକ୍ଷାଗତ ଯୋଗ୍ୟତା ବା ଅଧିକ ବୁଦ୍ଧିମତା ଆବଶ୍ୟକ, ତାହା ମଧ୍ୟ ନୁହେଁ। ସଫଳ ବ୍ୟକ୍ତିମାନେ ଅନ୍ୟ ସାଧାରଣ ଲୋକଙ୍କ ସଦୃଶ। ପ୍ରଭେଦଟି କ'ଣ ଜାଣନ୍ତି? ସଫଳ ବ୍ୟକ୍ତିମାନେ ପ୍ରଥମେ ନିଜ ଉପରେ ଆସ୍ଥା ଓ ବିଶ୍ୱାସ ରଖନ୍ତି ଏବଂ କାର୍ଯ୍ୟ ଉପରେ ବିଶ୍ୱାସ କରନ୍ତି। ଯାହା କିଛି କରନ୍ତି ସେଥିରେ ବିଶ୍ୱାସ ରଖନ୍ତି। ସେମାନଙ୍କ ମନ ସର୍ବଦା ସମ୍ଭାବନା ଭାବନାରେ ପରିପୂର୍ଣ୍ଣ ଥାଏ। ନିଶ୍ଚୟ ହେବ ଏପରି ସକାରାତ୍ମକ ବିବୃତ୍ତି ତାଙ୍କର ସମଗ୍ର ଭାବନାପୁଞ୍ଜକୁ ଚକିତ ତଥା ଉଦ୍ଦୀପିତ କରି ରଖିଥାଏ। ଆପଣ ନିଜକୁ କେବେ ଛୋଟ କରି ଦିଅନ୍ତୁ ନାହିଁ, ଫଳରେ ଆପଣ ହୀନମନ୍ୟତାର ଶିକାର ହେବେ। ବରଂ ନିଜକୁ କୁହନ୍ତୁ, ମୁଁ ନିଶ୍ଚୟ ସଫଳ ହେବି, ବଡ଼ ହେବି, ଏ ବିଶ୍ୱାସ ମୋର ଦୃଢ଼। ମୁଁ ଯେପରି ନିଜକୁ ଭାବୁଛି ଅପେକ୍ଷା ଆହୁରି ଭଲ, ଅଧିକରୁ ଅଧିକ ସଫଳତା ନିଶ୍ଚୟ ପାଇବି, ପରି ପ୍ରତିଦିନ ନିଜକୁ କୁହନ୍ତୁ ଓ ଏହାର ପ୍ରଭାବ ନିଜ ଉପରେ କିପରି ପଡ଼ୁଛି ଅନୁଭବ କରନ୍ତୁ। ଜୟ ଶ୍ରୀ ଜଗନ୍ନାଥ।